श्रोताबंधु साहित्य संस्कृति चिंतन यूट्यूब चैनल को आपण मानकु मु स्वागत करुची। एबे अमावास्यार तिथि रे पितृपक्ष चलीची। आमे आम हिंदू विश्वास को खूब प्राधान्य देउ। आम लोक संस्कृति आम परंपरा मूल्यबोध को आमे सम्मान जणाऊ। आज सेमिति एक आलोचना आपण मानक उद्देश्य रे मु उपस्थापन करुची। आजिर ए आलेखर लेखक हेउछन्ति विशिष्ट पुराकल्पवादी आलोचक श्रीजुक्त अर्जुनी चरण बेहेरा। तांको लेखार शीर्षक हेउछि पितृपक्षरे पितृदेवता अर्ज्यमा। आम हिंदू विश्वास रे भाद्रव पूर्णिमा ठारू आश्विन अमावास्या पर्यंत एक पक्ष को पितृपक्ष बोली मान्य करा जाए। ଏହି ସମୟରେ ଶୁଦ୍ଧପୂତ ଭାବେ ପିତୃଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ ଶ୍ରାଦ୍ଧ ପିଣ୍ଡଦାନ ପ୍ରଭୃତି କର୍ମମାନ କରାଯାଇଥାଏ। ବିଶ୍ୱାସ ରହିଛି ଏହାଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇ ମଣିଷର ଜୀବନ ସୁଖମୟ ହୋଇଥାଏ। ଏଣୁ କଥା ରହିଛି ପିତାମାତା ସୁକୃତରୁ ପୁତ୍ର ହୁଏ ସୁଖୀ। ପିତୃପକ୍ଷର ପିତୃପୂଜନ ଅବସରରେ ସାଧାରଣତଃ ମାତୃକୂଳର 3 ପିଢ଼ି ଓ ପିତୃକୂଳର 3 ପିଢ଼ିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରାଯାଏ ଓ ତାହା ସହ ପିତୃଙ୍କ ଦେବତା ଅର୍ଜ୍ୟମା ଦେବତାଙ୍କୁ ପୂଜନ କରାଯାଇଥାଏ। ଭଗବାନ ଶ୍ରୀମଦ୍ ଭଗବତ ଗୀତା ବିଭୂତି ଯୋଗରେ ଅର୍ଜୁନଙ୍କୁ କହିଛନ୍ତି ପିତୃନାମର ୟମା ଚାସ୍ମି ଯମଃ ସଂଯମତାମହମ୍। ଅର୍ଥାତ୍ अर्ज्यमा मुहि पितृख्यात पितर पितृलोके गत न्यायदंडीଙ୍କ मध्ये जाण ଯମମୁ ଧର୍ମ ରାଜନ। ହିନ୍ଦୁ ଧର୍ମରେ ଅର୍ଜ୍ୟମା ଦେବଙ୍କର ବହୁ ବିଶେଷତା ରହିଛି। ଅର୍ଜ୍ୟମା ଦେବ ଋଷି କଶ୍ୟପ ଓ ଅଦିତିଙ୍କ ଦ୍ୱାଦଶ ପୁତ୍ରଙ୍କ ମଧ୍ୟରୁ ଜଣେ। ଆକାଶରେ ଆକାଶ ଗଙ୍ଗା ବା ଛାୟା ପଥ ପରି ତାଙ୍କରି ପଥକୁ ସୂଚାଇଥାଏ। ପ୍ରାତ ଓ ରାତ୍ର ଚକ୍ରରେ ଅର୍ଜ୍ୟମା ଦେବଙ୍କ ଅଧିକାର ରହିଛି ବୋଲି ବିଶ୍ୱାସ କରାଯାଏ। ଅର୍ଜ୍ୟମା ଦେବ ଚନ୍ଦ୍ରମଣ୍ଡଳରେ ଅବସ୍ଥିତ ପିତୃଲୋକର ଅଧିପତି। ଶାସ୍ତ୍ରରେ ଅର୍ଜ୍ୟମା ଦେବଙ୍କ ବହୁ ବର୍ଣ୍ଣନା ମିଳିଥାଏ। ଶ୍ରାଦ୍ଧ କର୍ମରେ ଅର୍ଜ୍ୟମା ଦେବଙ୍କ ବନ୍ଦନା କରାଯାଇ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। ଓମ୍ ଅର୍ଜ୍ୟମା ନ ତୃପ୍ତ୍ୟାମିଦଂ ତିଲୋଦକମ୍ ତସ୍ମୈ ସ୍ୱଧା ନମଃ। ଅର୍ଥାତ୍ ପିତୃଶ୍ରେଷ୍ଠ ଶ୍ରୀ ଅର୍ଜ୍ୟମା ଦେବଙ୍କ ତୃପ୍ତ୍ୟାର୍ଥେ ମୁଁ ଏହି ତିଲୋଦକ ଅର୍ପଣ କରୁଛି। ତିଳ ଅର୍ପଣ ଯେଉଁ କରାଯାଏ ସେଇ ତିଲୋଦକ। ଅର୍ଜ୍ୟମା ଦେବଙ୍କୁ ପ୍ରାର୍ଥନା କରି ବୃହଦ୍ ଆରଣ୍ୟକ ଉପନିଷଦରେ ମନ୍ତ୍ର ରହିଛି ଓମ୍ ଅସତୋ ମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୋର୍ମା ଅମୃତମ୍ ଗମୟ। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ହେ ପରମ ପିତା, ଏହି ଅସତ୍ୟ ସଂସାରରୁ ମୋତେ ନିତ୍ୟ ପଥର ଯାତ୍ରୀ କରାଅ ପ୍ରଭୁ। ଅଜ୍ଞାନ ଅନ୍ଧକାରରୁ ମୋତେ ଜ୍ଞାନ ରୂପୀ ଆଲୋକର ପଥ ଦେଖାଅ। ଏହି ମର ସଂସାର ପଥରୁ ମୋତେ ଅମୃତର ମାର୍ଗ ଦେଖାଅ। ଶାସ୍ତ୍ରାନୁଯାୟୀ 15 ଦିନ ଯାଏ ମୃତ୍ୟୁ ଲୋକରୁ ଯମଦେବତା ସମସ୍ତ ମୃତ ପିତୃ ଲୋକଙ୍କୁ ମୁକ୍ତ କରିଦିଅନ୍ତି ଓ ସେହି ମୁକ୍ତ ପିତୃ ପୁରୁଷମାନେ ପୃଥିବୀକୁ ନିଜ ପରିଜନ ମାନଙ୍କ ଶ୍ରାଦ୍ଧ ଗ୍ରହଣ ପାଇଁ ଆସିଥାନ୍ତି। ସେମାନେ ଶ୍ରାଦ୍ଧ ଗ୍ରହଣ କରି ପରିଜନଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ଗୋଟିଏ ପକ୍ଷ ଅନ୍ତେ ପୁଣି ସ୍ୱସ୍ଥାନକୁ ଫେରିଯାଆନ୍ତି। ଏଣୁ ଏହି ପକ୍ଷଟି ଅତ୍ୟନ୍ତ ପୁଣ୍ୟଦାୟୀ ଓ ପିତୃପୂଜନର ପ୍ରକୃଷ୍ଟ ସମୟ। ଅର୍ଜ୍ୟମା ଦେବ ପ୍ରକୃତରେ ସୂର୍ଯ୍ୟଙ୍କ ଅନ୍ୟ ନାମ। ଦ୍ୱାଦଶ ଆଦିତ୍ୟଙ୍କ ଭିତରେ ଅର୍ଜ୍ୟମା ଦେବଙ୍କ ନାମ ଅଛି। ସୂର୍ଯ୍ୟଙ୍କ ସୃଷ୍ଟି ପରେ ପ୍ରଜାପତି ତାଙ୍କୁ 12 ମାସର ପାଳନକର୍ତ୍ତା ଭାବେ 12 ଭାଗରେ ବିଭକ୍ତ କଲେ। ତହିଁରୁ ବୈଶାଖ ମାସର ଅଧିପତି ବା ପାଳନକର୍ତ୍ତା ହେଲେ ଅର୍ଜ୍ୟମା। ଦ୍ୱାଦଶ ଆଦିତ୍ୟଙ୍କ ନାମ ମାନେ ଯଥାକ୍ରମେ ହେଲେ ଧାତା ଅର୍ଜ୍ୟମା, ମିତ୍ର, ବରୁଣ, ଇନ୍ଦ୍ର, ବିବସ୍ୱାନ, ତ୍ୱଷ୍ଟ୍ୱା, ବିଷ୍ଣୁ, ଅଂଶୁମାନ, ଭଗ, ପୁଷ, ଓମ୍ ପର୍ଜନ। ଓମ୍ ପିତର ଦେବାୟ ନମଃ। ଶ୍ରୋତାବନ୍ଧୁ, ଆଜି ଆମେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣର ଯେଉଁ ଗୋଟେ ବିଶ୍ୱାସ ରହିଛି ଯେ ସେମାନେ ପିତୃପକ୍ଷ ଆସନ୍ତି ଏବଂ ଆମ ତିଳ ଦାନକୁ ଅପେକ୍ଷା କରିଥାନ୍ତି ଓ ଗ୍ରହଣ କରନ୍ତି,
ସେଇ ବିଶ୍ୱାସକୁ ସମ୍ମାନ ଜଣାଇ ଆଜି ଆମେ ଶୁଣିଲେ ପିତୃପକ୍ଷରେ ପିତୃଦେବତା ଅର୍ଜ୍ୟମା ଦେବ। ଆଜିର ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।